ବାକ୍ୟରେ ଆମେ ଦେଖିପାରୁଛୁ ବହୁତ ସ୍ପଷ୍ଟ ଭାବରେ ଏହି ପଦକୁ ଅନେକ ଲେଖକ ଏବଂ ବାଇବଲର ଜ୍ଞାନୀମାନେ ସେମାନେ ଯୋଉ ଶୀର୍ଷକ ଦିଅନ୍ତି ସେମାନେ କୁହନ୍ତି ଦିସ୍ ଇଜ ଦ ୱାର୍ଡ ଅଫ କଣ୍ଟେଣ୍ଟମେଣ୍ଟ ବା ସନ୍ତୃପ୍ତି। ଆମେ ପ୍ରଭୁ ଯୀଶୁଙ୍କର କୃଷି ଓ ବାର୍ତ୍ତା ଆମେ ଧ୍ୟାନ କରୁଥିବା ସମୟରେ ଅନେକ ବିଷୟ ଆମେ ଦେଖିଲୁ। ଆଉ ଗତ ଦିନ ମାନଙ୍କରେ ଆପଣମାନେ ବହୁତ ସ୍ପଷ୍ଟ ଭାବରେ ଦେଖିପାରୁଥିବେ ଯାହା ବହୁତ କମନଲି ଆମେ ଏଇ ସତ୍ୟବାଣୀର ଧ୍ୟାନ ସମୟରେ ଆମେ ଦେଖିପାରୁଥିଲୁ ଯେ ପ୍ରଥମ ବାଣୀ ଯାହା ଆମେ କୃଷ ଉପରୁ ଧ୍ୟାନ କଲୁ ସେ ପ୍ରଥମ ବାଣୀରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମେ ଉଲ୍ଲେଖ କରିଥିବା ଆଉ ସେ ପଦଟା ହେଉଛି ପିତା ଏବଂ ଶେଷ ବାଣୀ ଆମେ ଆଜି ଯାହା ଧ୍ୟାନ କରିବା ପାଇଁ ଯାଉଛୁ ସେଇଠି ମଧ୍ୟ ଆମେ ଦେଖିପାରୁଛୁ 46 ପଦରେ ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ ହେ ପିତା। ତ ପ୍ରଥମରେ ମଧ୍ୟ ପିତା ଏବଂ ଶେଷରେ ମଧ୍ୟ ଆମେ ଦେଖିପାରୁଛୁ ପିତାଙ୍କ ସହିତ ତାଙ୍କ ସମ୍ପର୍କ। ଆମେ ଯଦି ପାର୍ବତୀୟ ଉପଦେଶକୁ ଆମେ ଧ୍ୟାନ କରିବା, ପାର୍ବତୀୟ ଉପଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 17 ଥର ସେ ପିତାଙ୍କୁ ସମ୍ବୋଧିତ କରନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶେଷ ଶିଷ୍ୟମାନଙ୍କ ସହିତ ଯୋଉ ସମ୍ପର୍କ ଥିଲା, ଯୋଉ ସମୟରେ ସେ ଶିଷ୍ୟମାନଙ୍କ ସହିତ କଥୋପକଥନ କରୁଛନ୍ତି ସେ ସମୟରେ ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟରୁ 16 ଅଧ୍ୟାୟ ପର୍ଯ୍ୟନ୍ତ 45 ଥର ସେ ପିତା କହିକି ସେ ସମ୍ବୋଧିତ କରୁଛନ୍ତି। ପ୍ରିୟ ଶ୍ରୋତା, ମୁଁ ଏହି ବିଷୟକୁ ଆପଣମାନଙ୍କ ସାମ୍ନାକୁ ଆଣିବା ପାଇଁ ଚାହୁଁଛି ଯେ ପିତାଙ୍କ ସହିତ ତାଙ୍କର ଯୋଉ ଘନିଷ୍ଠ ସମ୍ପର୍କ ଥିଲା, ପିତାଙ୍କ ସହିତ ସେ ସମ୍ପର୍କ ଆମେ ବାଇବଲରେ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ କୌଣସି ଭାବେ ମଧ୍ୟ ତାଙ୍କ କ୍ରୁଶୀୟ ଯାତ୍ରାରେ କେବେ ମଧ୍ୟ ସେଇଟା ହ୍ରାସ ହେଇନି। ସବୁ ସମୟରେ ସେ ପିତାଙ୍କୁ ଯୋଉ ସମ୍ମାନ ଆଉ ସେ ପ୍ରଭୁ ଯୀଶୁ ହେଲେ ହିଁ ସେ ପିତାଙ୍କୁ ସେ ସମ୍ମାନ ଦେବେ ଆଉ ସେ ପିତାଙ୍କ ସହିତ ତାଙ୍କ ସମ୍ପର୍କ ଯୋଡ଼ି ରଖିବେ। ଆଉ ସେତିକି ନୁହେଁ, ସେ ଆମମାନଙ୍କୁ ଗୋଟେ ଆଦର୍ଶ ଦେଖାଇବା ପାଇଁ ଚାହୁଁଥିଲେ ଯେ ମୋ ସ୍ଥାନ ପୃଥିବୀରେ ଏବଂ ସ୍ୱର୍ଗରେ ଅଛି, କିନ୍ତୁ ତା ସହିତ ପିତାଙ୍କର ସ୍ଥାନ ବି ଅଛି। ପିତାଙ୍କୁ ସେ ସମ୍ବୋଧିତ କରୁଥିବା ସମୟରେ ପ୍ରତ୍ୟେକ ଥର ସେ କହିବା ପାଇଁ ଚାହୁଁଥିଲେ ଯେ ଫାଦର ଗଡ୍ ଇଜ ଦେୟାର, ଫାଦର ଇଜ ଦେୟାର। ପ୍ରଥମେ ସେ କହୁଛନ୍ତି ପିତା ସେମାନଙ୍କୁ ତୁମେ କ୍ଷମା କର, ଆଉ ଶେଷକୁ ଆସିବା ସମୟରେ ଆମେ ଶେଷ ବାଣୀରେ ଦେଖିପାରୁଛୁ ଯେ ପିତା ମୋହର ଆତ୍ମାକୁ ତୁମେ ଗ୍ରହଣ କର। ତାପରେ ହିଁ ସେ ପ୍ରାଣ ତ୍ୟାଗ କଲେ ବୋଲି ଆମେ ଦେଖିପାରୁଛୁ। ଏଇଟା ହଉଛି ସନ୍ତୃପ୍ତି। ଯୀଶୁଙ୍କର ଜୀବନରେ ପ୍ରଭୁ ଯୀଶୁଙ୍କର ସନ୍ତୃପ୍ତି କଣ? ପିତାଙ୍କ ସହିତ ଥିବା ସମ୍ପର୍କ। ପିତାଙ୍କ ସହିତ ଥିବା ସମ୍ପର୍କ ହିଁ ତାଙ୍କ ଜୀବନରେ ଥିବା ସନ୍ତୃପ୍ତି। ସେ କ୍ରୁଶରେ ଥିବା ସେଇ ଶେଷ ସମୟରେ ମଧ୍ୟ ସେ ଚାହୁଁଥିଲେ ଯେ ଜଗତର ଲୋକ ଜାଣନ୍ତୁ I have a greater relation with my father. Yes, ଲୋକମାନଙ୍କ ସହିତ ମୋର ସମ୍ପର୍କ ଥିଲା, ମୋ ଜାଗତିକ ପିତାଙ୍କ ସହିତ ଆଉ ପିତା ଏବଂ ମାତା ଯୋସେଫ ଏବଂ ମରିୟମଙ୍କ ସହିତ ମୋର ସମ୍ପର୍କ ଥିଲା, ଶିଷ୍ୟମାନଙ୍କ ସହିତ ମୋର ସମ୍ପର୍କ ଥିଲା, ଜଗତରେ ଯେତେ ଲୋକ ତାଙ୍କ ପାଶକୁ ଆସିଥିଲେ ସମସ୍ତଙ୍କ ସହିତ ତାଙ୍କ ସମ୍ପର୍କ ଥିଲା। କିନ୍ତୁ above all he wanted to prove that I have a relation, a greater relation with Christ.
ଖ୍ରୀଷ୍ଟ ସେଇ ସମ୍ପର୍କକୁ ପିତାଙ୍କ ସହିତ ସେ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବେ ତାଙ୍କ ଜୀବନରୁ ଆମେ ଦେଖିପାରୁଛୁ ଯେ ସେ ପିତାଙ୍କ ଠାରେ କି ପ୍ରକାର ଜୀବନ କାଟୁଛି। ଖ୍ରୀଷ୍ଟଙ୍କର ସମ୍ପର୍କ ପିତାଙ୍କ ସହିତ। ଏଠି ଆମେ এই ବିଷୟକୁ ମଧ୍ୟ ଆମେ ଦେଖିପାରୁଛୁ। ସେ କହୁଛନ୍ତି ଉଚ୍ଚ ସ୍ୱରରେ ଡାକି କହୁଛନ୍ତି, ହେ ପିତା ତୁମ ହସ୍ତରେ ଆପଣ ଆତ୍ମା ସମର୍ପଣ କରୁଅଛି। ଆମେ ଯଦି ଟିକେ ଧ୍ୟାନ ଦେଇକି এই ବିଷୟକୁ ଆମେ ବୁଝିବା, ପ୍ରଥମ ଥେସଲୋନିୟ 5ମ ଅଧ୍ୟାୟ ତାର 23 ପଦ ଆମେ ପଢିଯିବା। First Thessalonians 5th chapter and 23rd verse 23 ପଦ। ଯଦି କେହି ପଢିପାରିବେ। ପ୍ରଥମ ଥେସଲୋନିୟ 5ମ ଅଧ୍ୟାୟ ତାର 23 ପଦ। ଠିକ ଅଛି, ମୁଁ ପଢି ଦଉଛି। ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମମାନଙ୍କର ଆତ୍ମା, ପ୍ରାଣ ଏବଂ ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। ତୁମମାନଙ୍କ ଆତ୍ମା, ପ୍ରାଣ ଏବଂ ଶରୀର। Now may your whole spirit, soul and body. ସାଇଣ୍ଟିଫିକାଲି ଆମେ ଯଦି ଦେଖିଯିବା, ଆମମାନଙ୍କର ଜୀବନରେ ପ୍ରଭୁ ଆମମାନଙ୍କୁ এই 3ଟା ବିଷୟ ଦେଇଅଛନ୍ତି, ସ୍ପିରିଟ, ସୋଲ ଆଣ୍ଡ ବଡି। ଆଉ ଆମେ ଦେଖିପାରୁଛୁ ଯେ ବହୁତ ସ୍ପଷ୍ଟ ଭାବରେ ହ୍ୟୁମାନ ବିଙ୍ଗସ୍ वी हैव सोल एंड स्पिरिट। ଶରୀର ତ ଆମର ଅଛି, କିନ୍ତୁ ଆମମାନଙ୍କର ପ୍ରାଣ ଏବଂ ଆତ୍ମା ଆମମାନଙ୍କର ଅଛି। କେମିତି ଆମେ ଡେସ୍କ୍ରାଇବ କରିବା, ଏହାକୁ ଆମେ କେମିତି ବୁଝିବା? ଅନେକ ଥର ଛୋଟ ଛୋଟ ଆଉ ଘରୋଇ ପଶୁ ଗୁଡ଼ିକ ନେଇକି ଲୋକମାନେ ବହୁତ ସ୍ନେହ କରନ୍ତି। ଆଉ ଆପଣମାନେ ଜାଣିଥିବେ ଯେ ଏଇ ଯୋଉ ଆଉ ଯୁଦ୍ଧ ଚାଲିଛି, ଅନେକ ଲୋକ, ହଜାର ହଜାର ଲୋକ ଯୋଉମାନେ ମିଡିଲ ଇଷ୍ଟରେ କାର୍ଯ୍ୟ କରୁଥିଲେ, ଦୁବାଇରେ ଥିଲେ, ସେମାନେ ଯେତେବେଳେ ଘର ପରିତ୍ୟାଗ କରିକି ଯାଉଥିଲେ, ସବୁଠାରୁ ଦୁଃଖିତ ବିଷୟ ଦେଖାଯାଉଥିଲା ଯେ ଲୋକମାନେ ସେମାନଙ୍କର ଘର ଗୃହପାଳିତ ପଶୁ ଗୁଡ଼ିକ, ତାହା ବିରାଡ଼ି, ବିଲେଇ ହେଇପାରେ ବା କୁକୁର ହେଇପାରେ, ସେମାନଙ୍କୁ ସବୁ ପରିତ୍ୟାଗ କରି, ଆଉ ଏମିତି ମଧ୍ୟ ଦୃଶ୍ୟ ଦେଖାଯାଇଥିଲା ଯେ କେତେ ଜଣ କାରରେ ଏୟାରପୋର୍ଟକୁ ଯିବା ସମୟରେ ସେମାନେ କାରରୁ ଧକ୍କା ମାରି ଦେଇକି ସେ କୁକୁର ଆଉ ବିଲେଇ ଗୁଡ଼ିକୁ ସେମାନେ ଆଉ ରାସ୍ତା ପାଖରେ ଫୋପାଡ଼ି ଦେଇକି ସେମାନେ ପଳାଉଛନ୍ତି। ସେ ପ୍ରକାର ଭିଡିଓ ଗୁଡ଼ିକ ମଧ୍ୟ ବାହାରକୁ ଆସିଥିଲା, କାରଣ ସେମାନେ ଯୁଦ୍ଧ ସମୟରେ ସେଗୁଡ଼ିକୁ ନେଇକି ଯାଇପାରିବେନି। They have to leave everything and go. ଆଚ୍ଛା, ମୁଁ ଏଠି ଗୋଟେ ବିଷୟ ଦେଖୁଥିଲି ଯେ ଏତେ ଆତ୍ମିକ ଭାବରେ ସେମାନେ ଆଉ ପ୍ରେମ କରନ୍ତି, କାହିଁକି ସେଇ କୁକୁର ବା ବିଲେଇ ସେମାନେ ଏତେ ସେମାନଙ୍କ ସହିତ ସଂଯୁକ୍ତ ହେଇକି ରୁହନ୍ତି? ଆମେ ଗୋଟେ ଜିନିଷ ଦେଖିପାରିବା, ଇଭେନ୍ ଦୋ ଦେ ହାଭ୍ ଏ ବଡି, ସେମାନଙ୍କର ଶରୀର ଅଛି, କୁକୁରର ବିଲେଇର ଶରୀର ଅଛି, ସେମାନଙ୍କ ପ୍ରାଣ ମଧ୍ୟ ଅଛି, କିନ୍ତୁ ଗୋଟେ ଜିନିଷ ପ୍ରଭୁ ମନୁଷ୍ୟକୁ ସବୁଠାରୁ ସମସ୍ତଙ୍କ ଉପରେ ସବୁଠାରୁ ଉଚ୍ଚ ସ୍ଥାନରେ ପ୍ରଭୁ ଆମମାନଙ୍କୁ ରଖି ଆମମାନଙ୍କୁ ପ୍ରେମ କରନ୍ତି। ଆଉ ତାହାର ଗୋଟିଏ କାରଣ ହେଉଛି ଯେ वी हैव ए स्पिरिट। ଆମେ ଆତ୍ମାଙ୍କ ଦ୍ୱାରା ଚାଳିତ, ପବିତ୍ର ଆତ୍ମା ଆମମାନଙ୍କ ଠାରେ ନିବାସ କରନ୍ତି, ଆଉ ସେ ଆମକୁ କଢାଇ ନିଅନ୍ତି। ତାର କାରଣ ହେଉଛି ଯେ ଆମମାନଙ୍କ ଭିତରେ ଗୋଟେ ଆତ୍ମା ଅଛି। वी आर ए स्पिरिचुअल बीइंग। ଆମମାନଙ୍କର, ଆମେ ଯେତେବେଳେ ପ୍ରଥମ ଥେସଲୋନିୟ 5:23 ପଢୁଛୁ, ଆମମାନଙ୍କର ଆତ୍ମା, ଆମମାନଙ୍କର ପ୍ରାଣ ଏବଂ ଆମମାନଙ୍କର ଶରୀରକୁ ସେ ଆଶୀର୍ବାଦ କରନ୍ତି। ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ସେ ଗଢିଛନ୍ତି। ସେ ପ୍ରଥମରୁ, ସେ ଆଦ୍ୟରୁ ଚାହିଁଥିଲେ ଯେ ଆମମାନଙ୍କର
अंतर आत्मा, we should have the innermost being. आम जिखरी 12 एवं तार प्रथम पद जो देखा दया पढ़ी पारे Zechariah 12th chapter and first verse जिखरी 12 एवं तार प्रथम पद। इस्राएल विषय सदाप्रभुंकर वाक्य वाक्य जे आकाश मंडल विस्तार करती और पृथ्वीर भित्तिमूल स्थापन करती और मनुष्यर अंतर रे आत्मा निर्माण करती सेही सदाप्रभु एही कथा कहती। आमेन। मनुष्यर अंतर रे आत्मा को से निर्माण करते। God who formed the spirit of man within him, spirit of man within him। आश्चर्य विषय प्रभु की प्रकार मान को निर्माण करते। अच्छा ये प्रश्न आसुची जे दिस कंटेंटमेंट ए संतृप्ति आमମାନଙ୍କର ଜୀବନରେ କ୍ରମେ କ୍ରମେ କମି ଯାଇଛି, ହ୍ରାସ ହୋଇଛି କି ଆମମାନଙ୍କର ଆତ୍ମିକ ସନ୍ତୃପ୍ତି ଲଗାତାର ଆମମାନଙ୍କର ଜୀବନରେ ଚାଲି ରହିଛି। ଆମେ ए आत्मिक संतृप्ति आमे जीसुଙ୍କ ठारे पाउछु कि? दिस इज अ क्वेश्चन। आमମାନଙ୍କର एई शारीरिक देह एई शरीर क्षय हबो आमे समस्त जानिछु। एई माटी एवं एई पृथ्वी छाड़ी कि आमे जीवा आमे समस्त जानिछु। किंतु जीसु ख्रीष्टଙ୍କର सेई दिन सेई परिस्थिति आसिला पर्यंत आमे देखि पारुछु that he was supremely connected with Father। बहुत उज्जोगरे तांको पितांको सहित तांको संपर्क आ सेतिके नुहे संतृप्ति, संपर्क एवं संतृप्ति से प्रकार गोटे संतृप्तिर जीवन जहाँ पितांको ठारे थिले ही आमे पाई परिबा। आमनकर मरण आमनकर से शज्या समय रे मध्य जदि आमे से प्रकार गोटे मरण अंधकार से समय को मध्य आमे जदि चली जीवु से समय रे मध्य आमे कहि परिबा कि जे माय कंटेंटमेंट इज इन क्राइस्ट। से प्रकार गोटे संति को आमे यीशु ख्रीष्टଙ୍କର जीवन देखि पारछु। हिज फोकस एते से तांको जीवन रे से चाहूले जे शिष्य माने बारंबार मो ठारू शिखंतु। आरंभ दिन ठारू से जेतबेले प्रार्थना करबा पई सिखांती से आहे आमानको स्वर्गस्थ पिता कहि कि से आरंभ करंती। पितांको सहित से संपर्क को से केते शेष पर्यंत से सिखाइबा पई चाहूले जे यू हैव टू बी कनेक्टेड विथ द फादर। पितांको सहित प्रार्थना मध्य अनेक थर मु देखे छोट थिबा समय रे आउ संडे स्कूल रो टीचर माने हमन को शिक्षा दियंती जे तुमे जेतबेले कांदिबो तुमे आउ छोट पिलावन को पाखु जाय कि कहबो ए बाबू ए झियो काहे कि तुमे कांदने जीसु बापा आसीबे आ तुम लोह को पूछि देबे आउ जीसु बापा को ठारे तुमे आनंदित करो। जीसु बापा को आउ सानिध्य रे तुमे प्रार्थना करो। ए सब छोट थिबा समय रे छोट शिशु मान को जे प्रकार बुझाई दिया जाए आउ पिला मान को शिक्षा दिया जाय थाए जे तुमे जीसु बापा कहि कि डाको। किंतु प्रकृत रे हमें जदि ध्यान करी देखिबा जीसु को आमे कि प्रकार बापा बोली डाकी परिबा। एई पारे छोट छुआ समय रे हमें डाकी परिबा किंतु जीसु निजे कहउचंती तुमे जेतबेले प्रार्थना करिवो एई प्रकार प्रार्थना करो। से प्रार्थनार गोटे शैली आमको शिखाई आमर जीवन में जो आम परिपक्वता को आम परिपक्वतार आम आग को बढ़ी जा आम से जीशु बापा डाकी पार्बानी आम जीशु नाम बापा को प्रार्थना कर से आमको आदर्श प्रार्थना शिखाई। यू हैव टू पवित्र आत्मा आम को साहाय्य करती प्रार्थना करने निमंते किंतु प्रार्थना रे आम संबोधित करिवार अछि स्वर्गस्थ पिता।
ଏବଂ ନିଶ୍ଚିତ ଭାବରେ ଏହା ବହୁତ ଆବଶ୍ୟକ ଯେ ଆମେ ଯୀଶୁଙ୍କ ନାମରେ ହିଁ ମାଗିବା। ପ୍ରଭୁ ଯୀଶୁ ଏହି ବିଷୟକୁ ସେ ବହୁତ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସେ ପ୍ରଭୁ ହେଲେ ହିଁ ସେ ଶିଷ୍ୟମାନଙ୍କୁ ଆମେ ଯେଉଁ ପ୍ରକାର ଦେଖୁଥିଲୁ ଜହନ ଲିଖିତ ସୁସମାଚାର 14 ଅଧ୍ୟାୟରୁ 16 ଅଧ୍ୟାୟ ମଧ୍ୟରେ 45 ଥର ସେ ପିତାଙ୍କୁ ସମ୍ବୋଧିତ କରନ୍ତି। ଆଉ ସେ ଜଣେଇ ଦେବା ପାଇଁ ଚାହାନ୍ତି ଯେ ଯାହା ମଧ୍ୟ କରେ ପିତାଙ୍କ ଠାରେ କରେ ଏବଂ ପିତାଙ୍କ ଆଦେଶ ଅନୁଯାୟୀ କରେ। ଆମେ ଆଗକୁ ବଢିବା। ପିତାଙ୍କ ସମ୍ପର୍କ ବିଷୟରେ ଆମେ ଯେତେବେଳେ ଧ୍ୟାନ କରୁ ଆମେ ଦେଖିଯିବା ଜହନ ଲିଖିତ ସୁସମାଚାର 10 ଅଧ୍ୟାୟ ତାର ଜହନ ଲିଖିତ ସୁସମାଚାର 10 ଅଧ୍ୟାୟ 17 ଏବଂ 18 ପଦ। John's Gospel 10th chapter 17 and 18. ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି ପରସ୍ପର କହିଲେ, ଅଳ୍ପ ମାତ୍ର ସମୟ ରହିଲା, ତୁମେମାନେ ମତେ ଦେଖିବ ନାହିଁ। ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମେମାନେ ମତେ ଦେଖିବ। ଜହନ 16 ଅଧ୍ୟାୟ ଜହନ 10 ଅଧ୍ୟାୟ ସରି ଦଶମ ଏଇ ମେଷଶାଳାରେ ନୁହନ୍ତି ତାର ଯେଉଁ ମେଷ ଗୁଡିକ ଏହି ମେଷଶାଳାର ନୁହନ୍ତି, ମୋହର ଏପରି ଅନ୍ୟ ମେଷ ଗୁଡିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମତେ ଆଣିବାକୁ ହେବ। ପୁଣି ସେମାନେ ମୋହର ସ୍ୱର ଶୁଣିବେ, ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ। ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। ଆମେନ୍। 17 ଏବଂ 18 ପଦ ଆମେ ପଢୁଥିଲୁ ଏବଂ ଏଠି ଆମେ ସ୍ପଷ୍ଟ ଭାବରେ ପଢୁନି ଆଜ୍ଞା। କେହି ମୋ ଠାରୁ ତାହା ନେଇଯାଏ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାର ଏହି ଆଜ୍ଞା ପାଇଅଛି। ଆମେନ୍। ଆଉ ସେଇ ବିଷୟ ସେ କହୁଥିବା ସମୟରେ এই ବିଷୟକୁ ସେ ଆରମ୍ଭ କରିଛନ୍ତି ଆଉ ସେଇ ବିଷୟକୁ ଆଗକୁ ନେଇ ଯାଉଥିଲେ। ଆଉ ତାପରେ ସେ 29 ପଦରେ ଯାହା କହୁଛନ୍ତି ଆମେ ଦେଖିଯିବା। 29 ପଦ, ମୋହର ପିତା ମତେ ଯାହା ଦେଇଅଛନ୍ତି ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। ତାପରେ ସେ 30 ପଦରେ କହୁଛନ୍ତି, ମୁଁ ଓ ପିତା ଏକ। My father, ସେ କହୁଛନ୍ତି, no man is able to pluck them out of my father's hand. ଧ୍ୟାନ ଦିଅନ୍ତୁ, କେହି ମଧ୍ୟ ମୋ ପିତାଙ୍କ ହସ୍ତରୁ ତାହା ହରଣ କରିପାରିବେ ନାହିଁ। କେହି ମଧ୍ୟ। ପିତାଙ୍କ ସହିତ ଥିବା ସମ୍ପର୍କରେ ଆମେ ଯେତେବେଳେ ପିତାଙ୍କ ଠାରେ ରହୁ, ଏହି ପ୍ରକାର ଗୋଟେ ନିଷ୍ପତ୍ତି ଆମେ ନେଇଛୁ କି? ବେଳେବେଳେ ଛୋଟ ଛୁଆ ଯେତେବେଳେ ତାଙ୍କ ପିତାମାନଙ୍କ ସହିତ ତାଙ୍କ ବାପାମାନଙ୍କ ସହିତ ବଜାରକୁ ଯାଆନ୍ତି, ସେମାନେ ପୁରା ତାଙ୍କ ପିତାମାନଙ୍କ ତାଙ୍କ ବାପାଙ୍କର ହାତକୁ ଜାବୁଡ଼ି ଧରନ୍ତି। ଆଉ ବାଇକରେ ଯିବା ସମୟରେ ମଧ୍ୟ ପଛପଟେ ଆଉ ବାପାଙ୍କ ପଛପଟେ ଯଦି ବସିଥିବେ ସେମାନେ ଆଉ ତାଙ୍କ ବାପାଙ୍କୁ ଜାବୁଡ଼ି ଧରନ୍ତି। ସେମାନେ ଚାହାନ୍ତି ଯେ ବାପାଙ୍କୁ ବହୁତ ଜୋରରେ ଟାଇଟରେ ସେମାନେ ଧରିକି ରଖିଥିବେ। ଛୋଟ ଛୁଆମାନେ ସେମାନେ ଛାଡିବା ପାଇଁ ଚାହାନ୍ତିନି ବାପାଙ୍କୁ। ଆପଣମାନେ ଦେଖୁଥିବେ ଯୀଶୁଖ୍ରୀଷ୍ଟ ଅତି ସୁନ୍ଦର ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସେ ଆମମାନଙ୍କ ସାମ୍ନାରେ ଆଣୁଛନ୍ତି ଯେ କଣ୍ଟିନ୍ୟୁଅସଲି ଇନ୍ ୟୋର ଲାଇଫ, ସବୁ ସମୟରେ ସବୁବେଳେ ଏହି ପ୍ରକାର ପିତାଙ୍କ ସହିତ ତୁମର କନେକ୍ସନ ରହିବ, ସମ୍ପର୍କ ରହିବ, ଯେ ସେଇ ସମ୍ପର୍କରେ କେହି ମଧ୍ୟ ତୁମକୁ ତାଙ୍କ ଠାରୁ ହରଣ କରିପାରିବେନି। He was showing that guarantee. ସେଇ ପ୍ରକାର ଗୋଟେ ଆଶ୍ୱାସନ ସେ ଦଉଛନ୍ତି ପ୍ରଭୁ ଯୀଶୁ, ଯେ ମୁଁ ଯଦି ମୋ ପିତାଙ୍କ ଠାରେ ଅଛି ତାହେଲେ ଏହା ଜାଣି ରଖ ଯେ ସେ ହଉଛି ଅତି ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ମଧ୍ୟ ତାଙ୍କୁ ହରଣ କରିପାରିବେନି। How far is my relation with my Lord?
मो प्रभु सहित मोर कि प्रकार संपर्क अच्छी प्रभु जीशु सहित रहीकि पिता सहित पिता प्रार्थना करथवा समय मु चेष्टा करुछि कि जे मो जीवन रे आस्तुवा उत्थन पथन समय रे मते केही मध्य पिता ठारू अलगा करि पारिबेनी। एही जो किछि दिन हला एही सप्त बाणी समय रे 7 दिन हेई पारे कि ईस्टर दिन आमे जेतबेले प्रभु जीशुंकर पुनरुत्थान को आमे पालन करिबु आनंद रे उत्साह रे आमे सेई दाबीर सहित आमे कहि पारिबा कि जे पिता सहित मोर एई प्रकार गोटे संपर्क अछि जहाँ किछि दिन पाए नुहे किछि समय पाए नुहे किंतु सदा सर्वदा पिता सहित सेतिके नुहे। आमे तृतीय रे जदि देखिबा अनेक युवा युवती माने आज दिन रे ए प्रकार जीवन काटंती से माने भावुचंती जे से मानक पाखु मरण आसीबनी से माने ओ केबे ए पृथ्वी छाड़ी के जीवेनी किंतु दुखर विषय जे मरण समस्तक पाखु आसे। आमे जेतबेले लोक लिखित सुसमाचार 23 अध्याय 46 पद पढ़ुछु प्रभु जीशु बहुत स्पष्ट भाव सेठी कहंती जे से प्राण त्याग करिकी तांकर आत्मा को से समर्पण करछथि प्राण त्याग करूछंती किंतु आत्मा को से समर्पण करछथि। हमें क्यों प्रकार आम मान को आत्मा को शेष समय रे समर्पण करिबा आउ आत्मा को आमे शेष समय रे समर्पण करबा पे प्रस्तुत अछु कि। अच्छा ये पितांकर सहित तांकर जो संपर्क थिला से संपर्क विषय आमे जतले बाइबल रे देखु बाइबल रे गोटे गुरुत्वपूर्ण घटना घटिछि जहाँ बाइबल रे प्रथम थर पय घटिछि आउ से प्रथम थर पय घटिथिबा से विषयटा बाइबल रे आउ केबे मध्ये घटिनी से विषय को आमे देखि जिबा मार्क लिखित सुसमाचार 14 अध्याय तार 36 पद आउ आमे पढि जिबा मार्क लिखित सुसमाचार 14 अध्याय तार 36 पद। आउ जीशु कहिले आब्बा पिता समस्त तुम्भर साध्य एही पानपत्र मो ठारू दूर कर तथापि मोहर इच्छा नुहे मात्र तुम्भर इच्छा। यस आब्बा पिता आदि पुस्तक आरंभ करके प्रकाशित पर्यंत आमे जो देखिबा बाइबल रे 3 थर मात्र मार्क लिखित सुसमाचार 14:36 रोमियो 8:15 एवं गालातियो 4:6 पदर आमे देखि पारुछु आब्बा पिता। एटा की प्रकार गोटे संबोधना केउ ठारू जीशु पाइथिले ए नाटा पुरातन नियम रे नाही मोसा केबे डाकी नाहंती दाऊद केबे डाकी नाहंती फ्रॉम वेयर केम दिस नेम आउ बाइबल रो ज्ञानी माने कहंती जे आब्बा पिता ए नामटी से दिन मानकरे पैलेस्टाइन रे फिलिस्टियो से जगह गुड़ी करे जेरूशलेम रे जो समय जीशु ख्रीष्ट जन्म नहीं आ छोट समय रू से देखुले जे छोट छोट छुआ माने जो माने 4th स्टैंडर्ड 5th स्टैंडर्ड पढ़ती से 10-12 वर्ष मध्य रे थिबा बयस रे थिबा बाल्यावस्था रे थिबा छुआ माने से माने तांकर पैलेस्टाइन रे तांकर कल्चरल सेमानकर संस्कृति रे अति स्नेहर सहित सेमानकर बापा माननको सेमाने आब्बा पिता करके डाकुथिले। आमे जानिछु ना आमे केते केते बेले छोट छुआ माननको देखु से माने प्रेमर सहित हाँ बापा डाकंती आउ केते जन तांको पिता मान को डाडा करके डाकंती डाडू कहंती अनेक प्रकार प्रेम रे से माने नाटा को चेंज करंती डैड कहंती आ अनेक विषय अछि। ठीक से प्रकार जीशु ख्रीष्ट से घनिष्ठ संपर्क
ସେଇ ପାଲିସ୍ତାନରେ ଥିବା ଗୋଟେ ଛୁଆ ଯେ ପ୍ରକାର ତାଙ୍କ ବାପାଙ୍କୁ ଡାକେ ଆବା ପିତ, ସେଇ ନାମ ଆଉ କୌଣସି ଅର୍ଥ ନୁହେଁ। ଏଇ ନାମଟି ପୁରାତନ ନିୟମରୁ ଆସିନି, କିନ୍ତୁ ପ୍ରଭୁ ଯୀଶୁ ସେଇଠି ସବୁଠାରୁ ଶ୍ରେଷ୍ଠ ଭାବରେ ସେ ଏହା ମଧ୍ୟ ସେ ଜଣାଇ ଦେବା ପାଇଁ ଚାହୁଁଥିଲେ ଯେ ମୋ ଜୀବନରେ ଯାହା ମଧ୍ୟ ହୁଏ ମୋ ପିତାଙ୍କ ଇଚ୍ଛା ଦ୍ୱାରା ହୁଏ, ଆଉ ସେଇ ଇଚ୍ଛାକୁ ସଫଳ କରିବା ନିମନ୍ତେ ସେ ନିଜକୁ ହେଇପାରେ ଆଜି କୌଣସି ବ୍ୟକ୍ତି ଏହି ପୃଥିବୀରେ ଆଜି ପୃଥିବୀରେ ଥିବା ବଡ଼ ବଡ଼ ନେତା ଗୁଡ଼ିକ ଆମେରିକାର ରାଷ୍ଟ୍ରପତି ହେଇପାରନ୍ତି, ରଷିଆର ରାଷ୍ଟ୍ରପତି ହୋଇପାରନ୍ତି, ଆମ ଦେଶର ପ୍ରଧାନମନ୍ତ୍ରୀ ହେଇପାରନ୍ତି, କେହି ମଧ୍ୟ ସେମାନେ 60, 70, 80 ବର୍ଷ ହେଲେ ମଧ୍ୟ ସେମାନେ କେବେ ମଧ୍ୟ ଆମେ ମରିଯିବୁ ଏହି ପ୍ରକାର ସେମାନେ ଚାହାନ୍ତିନି। କିନ୍ତୁ ଆମେ ଦେଖିପାରୁଛୁ ଯୀଶୁ ଖ୍ରୀଷ୍ଟ ଯେ କେବଳ 33 ବର୍ଷ ବୟସରେ ଥିଲେ ସେ ମରଣର ସମ୍ମୁଖୀନ ହେବା ପାଇଁ ପଡ଼ିଥିଲା। ଗୋଟେ ଯୁବା ଜିହୁଦୀ ବାଳକ କେବେ ମଧ୍ୟ ଚାହିଁବନି କି ଆଜିର କୌଣସି ଯୁବା ଯେ କି 33 ବର୍ଷ ବୟସ ସେମାନେ ଚାହିଁବେନି ଯେ ଆର୍ମିରେ ରୁହନ୍ତୁ, ନେଭିରେ ରୁହନ୍ତୁ କି ଏୟାରଫୋର୍ସରେ ରୁହନ୍ତୁ, ମୁଁ ମରିଯିବି। ସେମାନେ ବଞ୍ଚିବା ପାଇଁ ହିଁ ଚାହାନ୍ତି, କିନ୍ତୁ ପିତାଙ୍କ ପାଖକୁ ଯାଇକି ସେ କହୁଛନ୍ତି ଯେ ତୁମର ଇଚ୍ଛା ସଫଳ ହଉ। କାହିଁକି? ସେ ପିତାଙ୍କୁ ସେ ସେତିକି ସମ୍ମାନ ଦଉଥିଲେ। ପିତାଙ୍କ ହସ୍ତରେ ସେ ନିଜର ଆତ୍ମାକୁ ସମର୍ପଣ କରୁଥିଲେ। ଆମେ ଅନେକ ଗୁଡ଼ିଏ ବିଷୟ ଗୁଡ଼ିକ ଅଛି ଯାହା ଆମେ ସମର୍ପଣ କରିଥାଉ ଜୀବନର ଶେଷ ସମୟରେ, କି ଆମେ ପ୍ରସ୍ତୁତ ହେଇପାରିବା ଯେ ପିତା ତୁମ ହସ୍ତରେ ମୋ ଆତ୍ମାକୁ ମୁଁ ସମର୍ପଣ କରୁଛି। ଆମଙ୍କର ଆତ୍ମାକୁ ଯିଏ ପ୍ରିଜର୍ଭ କରିପାରନ୍ତି, ଯିଏ ଆମର ଆତ୍ମାକୁ ଯିଏ ସଂରକ୍ଷଣ କରିପାରନ୍ତି ଆଉ ଆମଙ୍କର ଆତ୍ମାକୁ ସ୍ୱର୍ଗକୁ ଯିବା ପାଇଁ ସାହାଯ୍ୟ କରିପାରନ୍ତି, ସେଇ ପିତାଙ୍କ ହସ୍ତରେ ଆମ ଆତ୍ମାକୁ ସମର୍ପଣ କରିଛୁ କି? ଯୀଶୁ ଜାଣିଥିଲେ ତାଙ୍କ ଶେଷ ସମୟ, ସେ ପ୍ରାଣ ତ୍ୟାଗ କରିବାର ମୁହୂର୍ତ୍ତ କିଛି ସେକେଣ୍ଡ ପୂର୍ବରୁ ଆଉ ସେଇ ଦିନର ସେଇ ଦୃଶ୍ୟକୁ ସୂର୍ଯ୍ୟ ମଧ୍ୟ ଦେଖିବା ପାଇଁ ମନା କରିଥିଲା। ସୂର୍ଯ୍ୟ କିଛି ସମୟ ପାଇଁ ସାରା ପୃଥିବୀ ଅନ୍ଧକାରମୟ ହୋଇଯାଇଥିଲା। କାହିଁକି? The sun did not want to see this horrible death. ଆମେ ଦେଖିପାରୁଛୁ ପୃଥିବୀରେ ସେଦିନ ସବୁଆଡେ ଅନ୍ଧକାର ହେଇଯାଇଥିଲା। ପ୍ରଭୁଙ୍କର ସୃଷ୍ଟିରେ ଥିବା ସେ ସୂର୍ଯ୍ୟ ମଧ୍ୟ ଚାହିଁନଥିଲା ଯେ ଏଇ ଦୃଶ୍ୟକୁ ମୁଁ ଦେଖିବି, ମୁଁ ଚାହିଁବି। I cannot। ସେଇ ପ୍ରକାର ଗୋଟେ ଘୋର ଅନ୍ଧକାରର ସମୟ, ଯୋଉ ସମୟରେ ପ୍ରଭୁ ଯୀଶୁ ତାଙ୍କ ପ୍ରାଣ ତ୍ୟାଗ କରୁଛନ୍ତି। ହେଇପାରେ ଆମେ କେହି ମଧ୍ୟ ଆମେ ଜାଣିନୁ ଆମମାନଙ୍କର ଜୀବନର ସୀମା, ଆମମାନଙ୍କର ଜୀବନର ରେଖା କେତେ ଦୂର, କେବେ ଶେଷ ହବ, କେବେ ଏଇ ଜୀବନର ଜ୍ୟୋତିଟା ଲିଭିଯିବ। କିନ୍ତୁ ଏହା ବହୁତ ଆବଶ୍ୟକ ଯେ ଆମେ କାହା ହସ୍ତରେ ଆମମାନଙ୍କର ପ୍ରାଣକୁ ତ୍ୟାଗ କରୁଥିବା ସମୟରେ ଆମ ଆତ୍ମାକୁ ସମର୍ପଣ କରିବା। ଅନେକଙ୍କର ଜୀବନରେ ଆରମ୍ଭ ବହୁତ ଭଲ ଥାଏ, କିନ୍ତୁ ଶେଷ ବିନାଶମୟ ହୁଏ, ଶେଷ ବହୁତ ଖରାପ ହୁଏ। ବାଇବଲରେ ଆମେ ଯେତିକି କାହାଣୀ ଦେଖୁଛୁ, ଯେତିକି ଜୀବନୀ ଆମେ ଦେଖୁଛୁ, ଅନେକ ଏହି ପ୍ରକାର ଅଛନ୍ତି ଯୋଉମାନଙ୍କର ଆରମ୍ଭ ବହୁତ ଭଲ ଥିଲା, କିନ୍ତୁ ଶେଷ ବହୁତ ଦୁଃଖମୟ ହେଲା। ଶେଷ ବହୁତ ଆବଶ୍ୟକ। ଶେଷ ଦିନମାନଙ୍କରେ ଆମେ ଅଛୁ, ଶେଷ ମୁହୂର୍ତ୍ତରେ ଆମେ ଅଛୁ, ଶେଷ ସମୟରେ ଅଛୁ। ଭାରତ ଦେଶରେ ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଯେଉଁ ପ୍ରକାର ଅତ୍ୟାଚାର ଚାଲିଛି, ନାଇଜେରିଆରେ ଯେଉଁ ପାମ୍ ସଣ୍ଡେ ଦିନ ଲୋକମାନଙ୍କୁ ରାସ୍ତା ଉପରେ ହାଣି ପକାଇଛନ୍ତି, ସେଇ ପ୍ରକାର ସମୟ ଆଜି ମୋ ଝିଅକୁ ମୁଁ ପଚାରୁଥିଲି ଆଉ ଗୁଡ୍ ଫ୍ରାଇଡେ ଆଜି ଛୁଟି ଅଛି କି? ସେ କହୁଥିଲା ଗୁଡ୍ ଫ୍ରାଇଡେ ତାଙ୍କ କଲେଜରେ ଛୁଟି ନାହିଁ। ଆଜି ସରକାର ଚାହୁଁଛନ୍ତି ଯେ କୌଣସି ପ୍ରକାର ଖ୍ରୀଷ୍ଟିଆନ ପର୍ବ ଏତିକି ପାଳନ ନ କରନ୍ତୁ। ଯଦି ରବିବାର ଦିନ ପଡ଼ିଲା ଛାଡ଼, ସେଇଟା ଗୋଟେ ଛୁଟି। ଇଷ୍ଟର ତ ରବିବାର ଦିନ ଛୁଟି ଦେବାକୁ ପଡ଼େନି, କିନ୍ତୁ ଯଦି ୱିକ୍ ଡେଜରେ ଯଦି କିଛି ଖ୍ରୀଷ୍ଟିଆନ ପର୍ବପର୍ବାଣି ଆସେ ତାହେଲେ ଛୁଟି ଦିଅନି, ଆବଶ୍ୟକ ନାହିଁ। এই ପ୍ରକାର ଗୋଟେ ସମୟରେ ଆମେ ଆସିଲୁଣି ଯେଉଁ ସମୟରେ କି ଆମ ଦେଶରେ କେବଳ 2ଟା କି 3ଟା ଖ୍ରୀଷ୍ଟିଆନ ପର୍ବପର୍ବାଣି
ଆଉ ଆମମାନଙ୍କର ବାଇବଲର ଇତିହାସକୁ ନେଇକି ଆମେ ଯେତେବେଳେ ପ୍ରଭୁଙ୍କ ସାନ୍ନିଧ୍ୟକୁ ଯିବା ତାହା ମଧ୍ୟ ମନା କରିବାର ସମୟ ଆସିଲାଣି। ଏହି ପ୍ରକାର ସମୟ ଗୁଡ଼ିକରେ, ସେଇ ଦୁଃଖ ସମୟରେ, ସେଇ କ୍ଲିଷ୍ଟ ସମୟରେ ଆଉ ସେଇ ଶେଷ ସମୟରେ ଆମେ କାହା ହାତରେ ଆମମାନଙ୍କର ଆତ୍ମାକୁ ସମର୍ପଣ କରିଛୁ? We all know, ଆମେ ସମସ୍ତେ ଜାଣିଛୁ ଯେ ଜଗତରେ there is the Holy Spirit and also there is the evil spirit. ପବିତ୍ର ଆତ୍ମା ଅଛନ୍ତି ଏବଂ ଦୁରାତ୍ମା ବି ଏ ଜଗତରେ ଅଛି। ନିଜ ଆତ୍ମାକୁ ଆମେ ଯେତେବେଳେ ସମର୍ପଣ କରୁ, ଆମେ ଦାବିର ସହିତ କହିପାରିବା କି my spirit is led by the Holy Spirit and I have committed my spirit in the hands of the Father. ପିତାଙ୍କ ହସ୍ତରେ ମୋ ଆତ୍ମାକୁ ମୁଁ ସମର୍ପଣ କରିଛି, ଏହା ଆମେ କହିପାରିବା କି? ଅନେକ ଥର ଏହି ପ୍ରକାର ବିଷୟ ଆମେ ଦେଖିନଥାଉ। ଗୋଟେ କାହାଣୀ ଅଛି, ଆମେ ଜନ୍ ଜି ପ୍ୟାଟନ୍ ଯିଏକି ଜଣେ ମିଶନାରୀ ଥିଲେ, 1839 ମସିହାରେ ସେ ନ୍ୟୁ ହାଇବ୍ରିଡ୍ସ କହିକି ଗୋଟେ ଦ୍ୱୀପକୁ ସେ ସେବା କରିବା ପାଇଁ ଯାଇଥିଲେ। ଆଉ ସେ ଲଣ୍ଡନ ମିଶନାରୀ ସୋସାଇଟି LMS ରୁ ସେମାନେ ସେବା କରିବା ପାଇଁ ଯାଇଥିଲେ। ଆଉ ସେମାନେ ସେ ନ୍ୟୁ ହାଇବ୍ରିଡ୍ସ ସେ ଦ୍ୱୀପକୁ ଯେତେବେଳେ ସେବା କରିବା ପାଇଁ ସେମାନେ ପହଞ୍ଚିଛନ୍ତି, ପହଞ୍ଚିବାର କିଛି ମିନିଟ୍ସ ମଧ୍ୟରେ, କିଛି ଘଣ୍ଟା ନୁହେଁ, କିଛି ମିନିଟ୍ସ ମଧ୍ୟରେ ସେମାନଙ୍କୁ ହତ୍ୟା କରିକି ସେଠିରେ ଥିବା ସେ ନରହନ୍ତକ ମାନେ ସେମାନେ ଖାଇ ଦେଇଥିଲେ। ଜନ୍ ୱିଲିୟମ୍ସ ଆଣ୍ଡ ଜେମ୍ସ ହ୍ୟାରିସ୍ ତାପରେ ସେମାନେ ଆସିଥିଲେ ଆଉ ସେମାନେ ସେଇ ଆନିବା ଆଇଲ୍ୟାଣ୍ଡସ୍, ସେଠି ସେମାନେ 73 ବର୍ଷ ବୟସ ଆଉ 82 ବର୍ଷ ବୟସରେ ସେମାନେ ସେବା କରୁଥିଲେ। କାହିଁକି ଅନେକ ବୃଦ୍ଧାପ୍ୟରେ ଆମମାନଙ୍କ ମଧ୍ୟରେ ଥିବା ହେଇପାରେ ଜଣେ ଦି ଜଣ ରିଟାୟାର୍ଡ ପର୍ସନ ମାନେ ଅଛନ୍ତି, ଆଉ ସେ ମହାଶୟ ସେଇ ଭାଇ ଭଉଣୀ ମାନେ ସେମାନେ ଚାହୁଁଛନ୍ତି ଯେ ପ୍ରଭୁଙ୍କ ଠାରେ ଆମେ ଲାଗି ରହିବା, ଆମେ ପ୍ରାର୍ଥନା କରିବା। ସେମାନଙ୍କ ଠାରେ ଆମେ କଣ ଶିଖିବା? ଆମେ ଯଦି ଆମମାନଙ୍କ ମଧ୍ୟରେ ଯଦି ଯୁବାପିଢି ଅଛୁ, ଆମେ କଣ ଶିଖିବା? ଯେ ସେମାନେ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ସେମାନେ ବିଶ୍ୱସ୍ତ ହେଇକି ରହିବା ପାଇଁ ଚାହୁଁଛନ୍ତି। They want to commit their spirit at the hands of the Father. ଆସନ୍ତୁ ଆମେ ନିଜକୁ ସମର୍ପିତ କରିବା ଯେ ଏହି ଶେଷ ବାଣୀ କ୍ରୁଶ ଠାରୁ ପ୍ରଭୁ ଯୀଶୁ ଯେଉଁ ମହାନ ଆମମାନଙ୍କ ସାମ୍ନାରେ ଯେଉଁ ଉଦାହରଣ ଏବଂ ଯେଉଁ ଆଦର୍ଶ ସେ ଦେଇଅଛନ୍ତି, ଯେ କ୍ରୁଶର ଶେଷ ମୁହୂର୍ତ୍ତରେ ଯେତେବେଳେ ତାଙ୍କ ପ୍ରାଣକୁ ସେ ତ୍ୟାଗ କରୁଛନ୍ତି, ସେ ଚାହିଁଥିଲେ, he wanted to make it confirmed that his spirit is in the hands of the Father. ତାଙ୍କ ଆତ୍ମା, ତାଙ୍କ ଶରୀର ହେଇପାରେ ରୋମିଓ ମାନେ, ସେମାନେ ରୋମର ସାମ୍ରାଜ୍ୟରେ ଥିବା ସୈନିକ ମାନଙ୍କର ଅଧିକାର ଥିଲା ତାଙ୍କ ଶରୀର ଉପରେ, ସେମାନେ ସେ ଅଧିକାରକୁ ଛଡାଇ ନେଇଥିଲେ ଆଉ ସେମାନେ ତାଙ୍କୁ ମାରିଦେବା ପାଇଁ ଚାହିଁଥିଲେ, କିନ୍ତୁ ତାଙ୍କ ଆତ୍ମାକୁ ତାଙ୍କ ପିତାଙ୍କ ହସ୍ତରୁ କେହି ମଧ୍ୟ ଛଡାଇ ପାରିନଥିଲେ। ପ୍ରଭୁ ଆପଣମାନଙ୍କୁ ଏଇ ଛୋଟିଆ ଚିନ୍ତା ଦ୍ୱାରା ଆଶୀର୍ବାଦ କରନ୍ତୁ।